ଯଦି ଆମେ ଭାରତୀୟ ସଂସ୍କୃତିକୁ ବୁଝିବାକୁ ଚାହିଁବା ତେବେ ଏହାକୁ ଏକ ମ୍ୟୁଜିୟମରେ ଥିବା ଜିନିଷ ଭଳି ଦେଖିଲେ ଚଳିବାନି। ନା, ଏହା ଏକ ଜୀବନ୍ତ ସତ୍ତା। ଏହାର ନିଜସ୍ୱ ସ୍ପନ୍ଦନ ଅଛି, ଆଉ ଏହି ସ୍ପନ୍ଦନ ଦୁଇଟା ମୁଖ୍ୟ ଜିନିଷରେ ଦେଖିବାକୁ ମିଳେ। ପ୍ରଥମଟି ହେଲା ଗତି, ମାନେ କୋଡିଫାଇଡ୍ ମୁଭମେଣ୍ଟ, ଯାହାକୁ ଆମେ ନୃତ୍ୟ ବୋଲି ଜାଣିଛେ, ଆଉ ଦ୍ୱିତୀୟଟି ହେଉଛି ସମୟର ଚକ୍ର, ଯାହା ଆମ ପର୍ବପର୍ବାଣୀରେ ଘୁରି ବୁଲୁଥାଏ। ତେବେ ଚାଲନ୍ତୁ ଏହି ଦୁଇଟି ସୂତ୍ର ଧରି ଭାରତୀୟ ସଂସ୍କୃତିର ଗଭୀରତାକୁ ବୁଝିବାକୁ ଚେଷ୍ଟା କରିବା। ଆଉ ଜାଣିଛନ୍ତି ଏହି ସଂସ୍କୃତିର ଛଣ୍ଡ ଆସେ କେଉଁଠୁ? ଏହା ଆସେ ଏଠିକାର ମାଟିରୁ, ଏହାର ଭୂଗୋଳରୁ। ଟିକେ କଳ୍ପନା କରନ୍ତୁ ତ, ଜଣେ ନୃତ୍ୟଶିଳ୍ପୀଙ୍କ ଅଣ୍ଟାର କୋମଳ ଦୋଳନ ଲାଗୁଛି ଯେମିତି ସମୁଦ୍ରର ଢେଉ, ଆଉ କେଉଁଠି ଜଣେ ଶିଳ୍ପୀଙ୍କର ଶକ୍ତିଶାଳୀ ଲମ୍ଫ, ଠିକ୍ ଯେମିତି କ୍ଷେତରେ ଫସଲ କାଟିବାର ଆନନ୍ଦ। ତେଣୁ କହିବାକୁ ଗଲେ ଏଠାରେ ମାଟି ହିଁ ନୃତ୍ୟକୁ ଗଢ଼େ। ଆଜି ଆମର ଯାତ୍ରା କିଛି ଏହିପରି ରହିବ। ଆମେ ପ୍ରଥମେ ଏକ ସଭ୍ୟତାର ଛନ୍ଦ ବିଷୟରେ ଜାଣିବା, ତାପରେ ଭାରତୀୟ ନୃତ୍ୟର ଦୁଇଟି ଦୁନିଆ ଭିତରକୁ ଯିବା। ଓଡ଼ିଶା ଓ କେରଳର କିଛି ଖାସ୍ ଉଦାହରଣ ଦେଖିବା, ଲୋକକଳାର ସ୍ପନ୍ଦନକୁ ବୁଝିବା ଏବଂ ଶେଷରେ ଦେଖିବା ଏସବୁ କେମିତି ଗୋଟେ ସୂତାରେ ବନ୍ଧା ହେଇଛି। ତେବେ ଚାଲନ୍ତୁ ଭାରତୀୟ ନୃତ୍ୟର ଦୁଇଟି ଦୁନିଆ ଭିତରକୁ ପ୍ରବେଶ କରିବା, ଶାସ୍ତ୍ରୀୟ ଏବଂ ଲୋକ। ମନେ ରଖିବାକୁ ହେବ, ଏ ଦୁଇଟା କେବଳ ଅଲଗା ଅଲଗା ଡ୍ୟାନ୍ସ ଷ୍ଟାଇଲ୍ ନୁହେଁ। ନା, ଏହା ପଛରେ ଦୁଇଟା ସମ୍ପୂର୍ଣ୍ଣ ଭିନ୍ନ ଦର୍ଶନ ଓ ଚିନ୍ତାଧାରା କାମ କରେ। ଦେଖନ୍ତୁ, ଏ ଦୁଇଟା ଭିତରେ ଫରକ ବହୁତ ଗଭୀର। ଗୋଟେ ପଟେ ଅଛି ଶାସ୍ତ୍ରୀୟ ନୃତ୍ୟ, ଯାହାର ମୂଳ ହେଉଛି ନାଟ୍ୟଶାସ୍ତ୍ର ଭଳି ପ୍ରାଚୀନ ଗ୍ରନ୍ଥ। ଏହାର ନିୟମ ବହୁତ କଠୋର, ଆଉ ଏହା ଗୁରୁ ଶିଷ୍ୟ ପରମ୍ପରା ଭିତରେ ପିଢ଼ି ପରେ ପିଢ଼ି ଚାଲିଆସିଛି। ଏହାର ଲକ୍ଷ୍ୟ ହେଉଛି ଆଧ୍ୟାତ୍ମିକତା। ଆଉ ଅନ୍ୟପଟେ ଅଛି ଲୋକନୃତ୍ୟ। ଏହା ଜନ୍ମ ନିଏ ସିଧାସଳଖ ମାଟିରୁ, ଲୋକଙ୍କ ଦୈନନ୍ଦିନ ଜୀବନ, ଫସଲ କାଟିବାର ଖୁସି ଆଉ ପର୍ବପର୍ବାଣୀରୁ। ଏହାର କୌଣସି ଲିଖିତ ନିୟମ ନାହିଁ। ଏହା ଲୋକଙ୍କ ସହ ବଞ୍ଚେ, ଲୋକଙ୍କ ସହ ବଦଳେ। ଆଚ୍ଛା, ତେବେ ଭାରତ ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା 8ଟି ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ଏଠାରେ ଦେଖିପାରୁଥିବେ, ଭାରତନାଟ୍ୟମ୍ ଠାରୁ ଆରମ୍ଭ କରି ଆମ ଓଡ଼ିଶାର ଓଡ଼ିଶୀ, କେରଳାର କଥକଲି ପର୍ଯ୍ୟନ୍ତ ପ୍ରତ୍ୟେକଟିର ସମ୍ପର୍କ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ ସହ। ଏହା କେବଳ ଗୋଟିଏ ଲିଷ୍ଟ ନୁହେଁ, ବରଂ ଏହା ଦେଖାଏ ଯେ କେମିତି ଏହି ଜଟିଳ କଳାକୁ ସାରା ଦେଶରେ ସଂରକ୍ଷିତ କରାଯାଉଛି। ତେବେ ଚାଲନ୍ତୁ ଆମର ପ୍ରଥମ ଉଦାହରଣ ଦେଖିବା ପାଇଁ ସିଧା ଯିବା ଓଡ଼ିଶା। ଏମିତି ଏକ ଜାଗା ଯେଉଁଠି ମନ୍ଦିରର ପଥର କଥା କହେ, ଆଉ କ୍ଷେତର ମାଟି ଗୀତ ଗାଏ। ଏଠି ଶାସ୍ତ୍ରୀୟ ଆଉ ଲୋକ ପରମ୍ପରା ହାତ ଧରାଧରି ହୋଇ ଚାଲନ୍ତି। ଓଡ଼ିଶୀ ନୃତ୍ୟର ସବୁଠାରୁ ବଡ଼ ପରିଚୟ କ'ଣ? ଏହାକୁ ମୋବାଇଲ ସ୍କଲ୍ପଚର ବା ଚଳନ୍ତି ମୂର୍ତ୍ତି କୁହାଯାଏ। ଆଉ ତାର କାରଣ ହେଉଛି ଏହି ବିଶେଷ ଭଙ୍ଗିମା, ତ୍ରିଭଙ୍ଗ। ଏହି ତିନି ଭଙ୍ଗିମା ଯେଉଁଥିରେ ଶରୀର ବେକ, ଅଣ୍ଟା ଆଉ ଆଣ୍ଠୁରେ ବାଙ୍କିଯାଏ, ଏକ ଏସ୍ ଆକୃତି ତିଆରି କରେ। ଆଉ ଏହି ପ୍ରେରଣା ସିଧାସଳଖ ଆସିଛି ଆମ ମନ୍ଦିର ଗାତ୍ରର ମୂର୍ତ୍ତିକଳାରୁ। ଓଡ଼ିଶୀରେ କେବଳ ତ୍ରିଭଙ୍ଗ ନାହିଁ, ଆଉ ଗୋଟିଏ ମୁଖ୍ୟ ଭଙ୍ଗିମା ଅଛି, ଚୌକା। ଏହି ଦୁଇଟା ଭିତରେ ଥିବା ସନ୍ତୁଳନକୁ ବୁଝିବା ଦରକାର। ଦେଖନ୍ତୁ, ଚୌକା ହେଉଛି ଗୋଟିଏ ବର୍ଗାକାର, ପୁରୁଷୋଚିତ ଭଙ୍ଗୀ। ଏହା ସ୍ଥିରତାର ପ୍ରତୀକ, ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରତିନିଧିତ୍ୱ କରେ। ଆଉ ତ୍ରିଭଙ୍ଗ ହେଉଛି ଲାସ୍ୟମୟ, ନାରୀସୁଲଭ। ତେଣୁ ଗୋଟେ ପଟେ ସ୍ଥିରତା, ଅନ୍ୟପଟେ ତରଳତା। ଏହି ପୁରୁଷ ଆଉ ପ୍ରକୃତିର ମିଳନ ହିଁ ଓଡ଼ିଶୀର ପ୍ରାଣ। ଆଉ ଗୋଟେ ଓଡ଼ିଶୀ ପରଫର୍ମାନ୍ସକୁ ଦେଖିଲେ ଏହା କେବଳ କିଛି ଡାନ୍ସ ଷ୍ଟେପ୍ସର ସମାହାର ନୁହେଁ। ନା, ଏହା ଏକ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଯାତ୍ରା। ଦେଖନ୍ତୁ, ଏହା ଆରମ୍ଭ ହୁଏ ମଙ୍ଗଳାଚରଣରୁ, ଯେଉଁଠି ମାଟି ମାଙ୍କୁ ପ୍ରଣାମ କରାଯାଏ। ତାପରେ ଆସେ ବୋଟୁ ନୃତ୍ୟର ମୂର୍ତ୍ତି ଭଳି ପୋଜ୍। ପଲ୍ଲବୀରେ ସ୍ୱର ଆଉ ତାଳର ଖେଳ ଦେଖିବାକୁ ମିଳେ। ଅଭିନୟରେ କାହାଣୀକୁ ଜୀବନ୍ତ କରାଯାଏ। ଆଉ ଶେଷରେ ଆସେ ମୋକ୍ଷ, ଯାହା ଏକ ଦ୍ରୁତ ଗତିର ନୃତ୍ୟ, ପରମାତ୍ମାଙ୍କ ସହ ମିଳନର ପ୍ରତୀକ। ଏତି ଥିଲା ମନ୍ଦିରର କଥା। କିନ୍ତୁ ଓଡ଼ିଶାରେ ଖାଲି ମନ୍ଦିରରେ ନୁହେଁ, ମାଟିକୁ ହିଁ ପୂଜା କରାଯାଏ। ତେବେ ଚାଲନ୍ତୁ ଏବେ ଲୋକ ପରମ୍ପରା ଆଡ଼କୁ ଯିବା। ଆଉ ଏହାର ସବୁଠୁ ବଡ଼ ଉଦାହରଣ ହେଉଛି ରଜପର୍ବ। ଏହା ଏକ ଅଦ୍ଭୁତ ପର୍ବ। ଏଠାରେ 3 ଦିନ ପାଇଁ ଧରିତ୍ରୀ ମାଙ୍କୁ, ମାନେ ଆମ ପୃଥିବୀକୁ, ଋତୁମତୀ ବୋଲି ବିଶ୍ୱାସ କରାଯାଏ। ତେଣୁ ତାଙ୍କୁ ବିଶ୍ରାମ ଦେବା ପାଇଁ ସବୁ ପ୍ରକାରର ଚାଷ କାମ ବନ୍ଦ ରହେ। ଆଉ ଠିକ୍ ସେହିପରି ଘରର ମହିଳାମାନଙ୍କୁ ବି ସବୁ କାମରୁ ଛୁଟି ମିଳେ। ସେମାନେ ଦୋଳି ଖେଳି ପର୍ବ ପାଳନ କରନ୍ତି। ଏହା କେତେ ଗଭୀର ଚିନ୍ତାଧାରା! ମାଟିର ଉର୍ବରତାକୁ ନାରୀର ଉର୍ବରତା ସହ ଯୋଡ଼ି ତାକୁ ସମ୍ମାନ ଦେବା, ଏହା ହିଁ ଏହାର ବିଶେଷତ୍ୱ। ଓଡ଼ିଶାରୁ ଏବେ ଚାଲନ୍ତୁ ଦକ୍ଷିଣକୁ, କେରଳ। ଏଠାରେ ପ୍ରଦର୍ଶନ କଳାର ରୂପ ଆହୁରି ବଦଳିଯାଏ। ଏହା କେବଳ ନୃତ୍ୟ ହୋଇ ରହେନି, ବରଂ ଏକ ଟୋଟାଲ ଥିଏଟର ବା ସମ୍ପୂର୍ଣ୍ଣ ନାଟକରେ ପରିଣତ ହୁଏ। ଆଉ ଏଠିକାର ପର୍ବପର୍ବାଣୀ ଏକ ଆଦର୍ଶ ସମାଜର ସ୍ମୃତିକୁ ପାଳନ କରେ। କଥକଲିକୁ ଦେଖନ୍ତୁ, ଏଠି କଳାକାରର ମୁହଁ ହିଁ ତାର ମଞ୍ଚ। ଏଇ ଯେଉଁ ମେକଅପ୍ ଦେଖୁଛନ୍ତି, ଏହାକୁ କରିବାକୁ ଘଣ୍ଟା ଘଣ୍ଟା ଲାଗେ। ଆଉ ଏହା କେବଳ ସାଜସଜ୍ଜା ନୁହେଁ, ଏହା ହେଉଛି ଏକ କୋଡେଡ୍ ଲାଙ୍ଗୁଏଜ୍। ଯେମିତିକି ସମ୍ପୂର୍ଣ୍ଣ ସବୁଜ ରଙ୍ଗ ବା ପଚା ମାନେ ହେଉଛି ସମ୍ଭ୍ରାନ୍ତ, ଦୈବୀ ନାୟକ ଯେମିତି ରାମ,
ଯଦି ସବୁଜ ସହ ଲାଲ କଥି ବା ଛୁରୀ ଚିହ୍ନ ଅଛି ତା ମାନେ ସେ ଖଳନାୟକ ଯେମିତି ରାବଣ। ସେହିପରି ଲାଲ ଦାଢ଼ିମାନେ ଭୟଙ୍କର ଚରିତ୍ର ଆଉ ଧଳା ଦାଢ଼ିମାନେ ହନୁମାନଙ୍କ ପରି ଦୈବୀ ଚରିତ୍ର। ତେଣୁ କଳାକାର ଡାଇଲଗ୍ କହିବା ଆଗରୁ ତାଙ୍କ ମେକଅପ୍ ହିଁ ତାଙ୍କ କାହାଣୀ କହିଦିଏ। କେରଳର ସବୁଠାରୁ ବଡ଼ ପର୍ବ ହେଉଛି ଓଣମ୍। ଏହା କେବଳ ଏକ ଫସଲ କଟା ପର୍ବ ନୁହେଁ, ଏହା ଏକ ୟୁଟୋପିଆ ବା ଆଦର୍ଶ ସମାଜର ସ୍ମୃତି। କୁହାଯାଏ ଯେ ଏହା ରାଜା ମହାବଳୀଙ୍କ ସୁବର୍ଣ୍ଣ ଶାସନକୁ ମନେ ପକାଇବା ପାଇଁ ପାଳନ କରାଯାଏ। ଏମିତି ଏକ ସମୟ ଯେତେବେଳେ ସମସ୍ତ ମଣିଷ ସମାନ ଥିଲେ। ଏଇ ଯେଉଁ ସମାନତାର ଭାବନା, ଏଇ ଯେଉଁ ଆଦର୍ଶ ସମାଜର କଳ୍ପନା, ଏହା ହିଁ ଓଣମ୍କୁ ଏକ ସାର୍ବଜନୀନ ପର୍ବରେ ପରିଣତ କରିଛି। ଆଚ୍ଛା, ଶାସ୍ତ୍ରୀୟ କଳାର ଜଟିଳ ଦୁନିଆର ବାହାରି ଏବେ ଚାଲନ୍ତୁ ଲୋକକଳାର ଖୋଲା ଆକାଶ ତଳକୁ ଯିବା। ଏଠି କୌଣସି କଠୋର ନିୟମ ନାହିଁ, ଅଛି କେବଳ ଆନନ୍ଦ, ସମୁଦାୟର ଏକତା ଆଉ ମାଟିର ମହକ। ଏହାର ଗୋଟେ ବଢ଼ିଆ ଉଦାହରଣ ହେଉଛି ପଞ୍ଜାବ। ଦେଖନ୍ତୁ, ଗୋଟେ ପଟେ ଅଛି ଭାଙ୍ଗଡ଼ା। ଢୋଲର ତାଳରେ ପୁରୁଷମାନଙ୍କର ଏହି ଶକ୍ତିଶାଳୀ ନୃତ୍ୟ ଗହମ ଫସଲ କାଟିବାର ଖୁସିକୁ ଦର୍ଶାଏ। ଏଥିରେ ପୁରା ଜୋଶ ଆଉ ଉର୍ଜା ଭରି ରହିଥାଏ। ଆଉ ଅନ୍ୟପଟେ ଅଛି ଗିଦ୍ଧା, ଯାହା ମହିଳାମାନେ ଏକାଠି ହୋଇ ଗୋଲ ହୋଇ ନାଚନ୍ତି। ଏହା କେବଳ ନାଚ ନୁହେଁ, ଏଠାରେ ସେମାନେ ବୁଲିଆ ନାମକ ଦୋହା ଗାଇ ନିଜ ମନର କଥା, ଖୁସି, ଦୁଃଖ, ଏପରିକି ସାମାଜିକ ସମାଲୋଚନା ବି କରନ୍ତି। ତେଣୁ ଗିଦ୍ଧା ମହିଳାମାନଙ୍କ ପାଇଁ ନିଜ ସ୍ୱର ଉଠାଇବାର ଏକ ମଞ୍ଚ। ଲୋକ ପରମ୍ପରା ଯେ ସ୍ଥିର ନୁହେଁ ବରଂ ଜୀବନ୍ତ, ତାର ସବୁଠୁ ବଡ଼ ପ୍ରମାଣ ହେଉଛି ରାଜସ୍ଥାନର କାଲବେଲିଆ ନୃତ୍ୟ। ଦେଖନ୍ତୁ, କାଲବେଲିଆ ସମ୍ପ୍ରଦାୟର ମୂଳ ବୃତ୍ତି ଥିଲା ସାପ ଖେଳାଇବା। କିନ୍ତୁ 1972ରେ ଯେତେବେଳେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଆସିଲା, ସେମାନଙ୍କର ଜୀବିକା ସଙ୍କଟରେ ପଡ଼ିଗଲା। କିନ୍ତୁ ସେମାନେ ହାରିଲେନି। ସେମାନେ ନିଜର ସେହି ସାପ ଖେଳାଇବା ପରମ୍ପରାକୁ ଏକ ଅଦ୍ଭୁତ ନୃତ୍ୟରେ ପରିଣତ କରିଦେଲେ। ଆଉ ଆଜି ସେହି କାଲବେଲିଆ ନୃତ୍ୟ ୟୁନେସ୍କୋର ଟାଞ୍ଜିବଲ୍ କଲଚରାଲ ହେରିଟେଜ୍ ଲିଷ୍ଟରେ ସାମିଲ। ଏହା ଦେଖାଇ ଯେ ସଂସ୍କୃତି କେମିତି ନିଜକୁ ବଦଳାଇ ବଞ୍ଚି ରହିପାରେ। ତେବେ ଏତେ ସବୁ ଉଦାହରଣ ଦେଖିଲା ପରେ ଗୋଟେ ପ୍ରଶ୍ନ ଆସୁଛି, ଏତେ ବିବିଧତା ଭିତରେ କ'ଣ କିଛି ସାମଞ୍ଜସ୍ୟ ଅଛି? ହଁ, ନିଶ୍ଚୟ ଅଛି। ଯେତେବେଳେ ଆମେ ଏହି ସବୁକୁ ଏକାଠି ଦେଖିବା, ଗୋଟେ ଏକୀକୃତ ଛନ୍ଦ ସାମ୍ନାକୁ ଆସେ। ଏହି ଟେବିଲକୁ ଦେଖନ୍ତୁ। ଆସାମର ମାଘବିହୁ ହେଉ କି ତାମିଲନାଡୁର ପୋଙ୍ଗଲ, ପଞ୍ଜାବର ବୈଶାଖୀ ହେଉ କି ଓଡ଼ିଶାର ନୂଆଖାଇ, ନାଁ ଅଲଗା, ଜାଗା ଅଲଗା, ମାସ ବି ଟିକେ ଏପଟ ସେପଟ, କିନ୍ତୁ ସମସ୍ତଙ୍କର ମୂଳ ଉଦ୍ଦେଶ୍ୟ କ'ଣ? ଫସଲ ଅମଳ ପାଳନ। ଏଥିର ସ୍ପଷ୍ଟ ଜଣାପଡ଼ୁଛି ଯେ ସାରା ଭାରତର ସାଂସ୍କୃତିକ ଜୀବନର ଘଣ୍ଟା ଏହି କୃଷିଚକ୍ର ଅନୁସାରେ ହିଁ ଚାଲେ। ତେବେ ଶେଷରେ ଆମେ କ'ଣ ବୁଝିଲେ? ଏହି ସଂସ୍କୃତିର କାମ କ'ଣ? ପ୍ରଥମତଃ, ଏହାର ଘଣ୍ଟା କୃଷି ସହିତ ଚାଲେ, ଯାହା ଖାଦ୍ୟ ସୁରକ୍ଷାକୁ ଏକ ଉତ୍ସବରେ ପରିଣତ କରେ। ଦ୍ୱିତୀୟରେ, ଏହା ଏକ ସୋସିଆଲ ଲେଭେଲର ଭଳି କାମ କରେ। ସାମୂହିକ ଭୋଜି, ପରସ୍ପରକୁ ସମ୍ମାନ ଦେବା, ଏସବୁ ସମାଜ ଭିତରେ ଥିବା ଛୋଟମୋଟ ବିବାଦକୁ ଦୂର କରି ବନ୍ଧନକୁ ମଜବୁତ କରେ। ଆଉ ତୃତୀୟରେ, ଆମେ ଦେଖିଲେ ଯେ ଏହା ଏକ ଜୀବନ୍ତ ବ୍ୟବସ୍ଥା। ଏହା ସ୍ଥିର ନୁହେଁ, ବରଂ ବଞ୍ଚି ରହିବା ପାଇଁ ପରିବର୍ତ୍ତନ ସହ ନିଜକୁ ଖାପ ଖୁଆଏ। ତେବେ ଶେଷରେ ଗୋଟିଏ କଥା ଭାବିବା ପାଇଁ ଛାଡ଼ି ଯାଉଛି। ସଂସ୍କୃତି ଯଦି ଏକ ଜୀବନ୍ତ ବ୍ୟବସ୍ଥା, ତେବେ ଆମ ନିଜର ଜୀବନକୁ ପରିଚାଳିତ କରୁଥିବା ଅଦୃଶ୍ୟ ଛନ୍ଦଗୁଡ଼ିକ କ'ଣ? ଭାରତର ପାରମ୍ପରିକ ଛନ୍ଦ ଯଦି କୃଷି ଥିଲା, ତେବେ ଆମର ଆଧୁନିକ ଜୀବନର ଛନ୍ଦ କ'ଣ? ଏହା କ'ଣ ଆମ ଅଫିସର କ୍ୟାଲେଣ୍ଡର, ଅର୍ଥନୀତିର ଉଠାପକା, ନା ଟେକ୍ନୋଲୋଜିର ନୂଆ ନୂଆ ଆବିଷ୍କାର? ଆମ ଜୀବନର ନୃତ୍ୟ କେଉଁ ତାଳରେ ବନ୍ଧା?